ସାଙ୍ଗମାନେ, ଯଦି ତୁମେ ଆଜି ଭିତରୁ ଭାଙ୍ଗି ପଡ଼ିଛ, ଯଦି ତୁମକୁ ଲାଗୁଛି ଯେ ଜୀବନ ତୁମ ବିରୁଦ୍ଧରେ ଚାଲିଛି, ଯଦି ତୁମ ପାଖରେ ଟଙ୍କା ନାହିଁ, କୌଣସି ସପୋର୍ଟ ନାହିଁ, କୌଣସି ପରିଚୟ ନାହିଁ, ତେବେ ଏହି ଭିଡ଼ିଓ କେବଳ ତୁମ ପାଇଁ। ଶୁଣ, ଦୁନିଆର ସବୁଠାରୁ ଭୟଙ୍କର ମଣିଷ ସେ ନୁହେଁ ଯାହା ପାଖରେ ବହୁତ ସାରା ଟଙ୍କା ଅଛି, ବରଂ ଏ ଦୁନିଆରେ ସେହି ମଣିଷ ସବୁଠାରୁ ଭୟଙ୍କର ହେଇଥାଏ ଯାହା ପାଖରେ ହରେଇବା ପାଇଁ କିଛି ନାହିଁ। କାରଣ ଯେଉଁ ମଣିଷ ପାଖରେ ହରେଇବା ପାଇଁ କିଛି ନାହିଁ, ସେ ଡରିବା ବନ୍ଦ କରିଦିଏ। ଆଉ ଯେଉଁଦିନ ମଣିଷ ଡରିବା ବନ୍ଦ କରିଦିଏ, ସେହିଦିନ ସେ ଇତିହାସ ଲେଖିବା ଆରମ୍ଭ କରେ। ତୁମେ କେବେ ଧ୍ୟାନ ଦେଇଛ, ଯେତେବେଳେ ପକେଟରେ ଟଙ୍କା ନଥାଏ, ଛୋଟ ଛୋଟ ଜିନିଷ ମଧ୍ୟ ହୃଦୟକୁ ଭାଙ୍ଗିଦିଏ। ଦୋକାନ ସାମ୍ନାରେ ଠିଆ ହେଇ କେବଳ ଜିନିଷକୁ ଦେଖିବା କିନ୍ତୁ କିଣିପାରିବାନି, ନିଜ ଲୋକଙ୍କର ଆବଶ୍ୟକତା ପୂରଣ କରିପାରିବାନି। ମାଆଙ୍କର ସେଇ କଥା, କିଛି ନୁହେଁ ପୁଅ, ମୋର କିଛି ବି ଦରକାର ନାହିଁ। ଯେତେବେଳେ କି ଭିତରୁ ତୁମେ ଜାଣିଛ କି ମାଆଙ୍କୁ ସେଇ ଜିନିଷର ଆବଶ୍ୟକତା ଅଛି, ଏହିସବୁ ଯନ୍ତ୍ରଣା ମଣିଷକୁ ଭିତରୁ ଜାଳିଦିଏ। ଆଉ ଏହି ନିଆଁ ଯଦି ସଠିକ୍ ଦିଗରେ ଲାଗିଯାଏ, ତାହେଲେ ଏହା ମଣିଷକୁ ପରିଶ୍ରମର ରାକ୍ଷସ କରିଦିଏ। କିନ୍ତୁ ପ୍ରୋବ୍ଲେମ୍ କ'ଣ? ଆଜିର ମଣିଷ ଯନ୍ତ୍ରଣା ଠାରୁ ଦୂରେଇ ଯାଉଛି। ଟିକିଏ କଷ୍ଟ ଆସିଲେ ସିଏ ଡିଷ୍ଟ୍ରାକ୍ସନ୍ ଖୋଜିବା ଆରମ୍ଭ କରୁଛି। ମନ ଖରାପ ତ ଚାଲ ଟିକେ ରିଲ୍ସ ଦେଖିଦେବା, ଟେନସନ୍ ଚାଲ ଟିକେ ଶୋଇପଡ଼ିବା, ଫେଲ୍ ହେଲେ ଚାଲ ଭାଗ୍ୟକୁ ଦୋଷ ଦେବା। କିନ୍ତୁ ମନେ ରଖ, ଯେଉଁ ମଣିଷ ନିଜ ଯନ୍ତ୍ରଣାକୁ ସାମ୍ନା କରିବା ଶିଖିଯାଏ, ତାକୁ ଜୀବନରେ କେହି ବି ହରାଇ ପାରନ୍ତିନି। କାରଣ ଅସଲ ଡେଭଲପମେଣ୍ଟ କମ୍ଫର୍ଟ ଜୋନ୍ ବାହାରେ ହେଇଥାଏ। ଆଜି ତୁମେ ଯେଉଁ ଘରେ ବସିଛ, ହେଇପାରେ ସେଠାରେ ଗରମ ଅଛି, ହେଇପାରେ ପଙ୍ଖା ଧୀରେ ଚାଲୁଛି, ହେଇପାରେ ମନରେ ହଜାରେ ଟେନସନ୍ ଅଛି, କିନ୍ତୁ ଗୋଟିଏ କଥା ମନେ ରଖ, ଏହି ପରିସ୍ଥିତି ତୁମକୁ ଶକ୍ତିଶାଳୀ ବନାଉଛି। ଦରିଦ୍ରତା ତୁମକୁ ସମାପ୍ତ କରେନି, ଦରିଦ୍ରତା ତୁମ ଭିତରେ ଭୋକ ସୃଷ୍ଟି କରେ। ଆଉ ଭୋକିଲା ମଣିଷ ହୁଏତ ଭାଙ୍ଗି ପଡ଼େ, ନାଇଁ ତ ଏ ଦୁନିଆକୁ ଭାଙ୍ଗିଦିଏ। ନିଷ୍ପତ୍ତି ତୁମକୁ ନେବା ପାଇଁ ପଡ଼ିବ। ଦେଖ, ଦୁନିଆ କେବଳ ରେଜଲ୍ଟ ଦେଖେ, କେହି ବି ଦେଖିବେନି ତୁମେ କେତେ ରାତି କାନ୍ଦିଛ, କେତେଥର ଭାଙ୍ଗି ପଡ଼ିଛ, କେତେଥର ଏକା ବସି ବସି ଗୁମୁରି ଗୁମୁରି କାନ୍ଦିଛ। ଲୋକେ ସେହିଦିନ ତାଳି ମାରିବେ ଯେଉଁଦିନ ତମେ ଜିତିଯିବ। ସେଥିପାଇଁ ଲୋକମାନଙ୍କ ପଛରେ ରେସ୍ପେକ୍ଟ ପାଇବା ପାଇଁ ଦୌଡ଼ନି। ଏତେ ଯୋଗ୍ୟ ହୁଅ ଯେ ଲୋକେ ନିଜେ ତୁମକୁ ରେସ୍ପେକ୍ଟ କରିବେ। ଆଉ ଶୁଣ, ଯଦି ଆଜି ତୁମର ସାଙ୍ଗସାଥିମାନେ ତୁମର ମଜାକ କରୁଛନ୍ତି, ତୁମକୁ ଇଗ୍ନୋର କରୁଛନ୍ତି, ତୁମକୁ ଛୋଟ ଅନୁଭବ କରୁଛନ୍ତି, ତେବେ ସେମାନଙ୍କୁ କରିବାକୁ ଦିଅ। କାରଣ ସେହି ଲୋକମାନେ ପରେ କହିବେ, ଭାଇ ମୁଁ ଜାଣିଥିଲି ତୁ ଦିନେ ନା ଦିନେ ନିଶ୍ଚୟ ବଡ଼ ହବୁ। କିନ୍ତୁ ସେହି ଦିନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୁମକୁ ଏକା ଚାଲିବା ପାଇଁ ପଡ଼ିବ, ସମ୍ପୂର୍ଣ୍ଣ ଏକା। ଅନେକ ରାତି ଆସିବ ଯେତେବେଳେ ତୁମକୁ ଲାଗିବ କି ଏବେ ଆଉ ହବନି, କିନ୍ତୁ ସେହି ସମୟରେ ନିଜକୁ କୁହ, ଯଦି ମୁଁ ଏବେ ରହିଯାଏ ତେବେ ମୁଁ ହାରିଯିବି, କିନ୍ତୁ ଯଦି ମୁଁ ଏବେ ନ ରୁହେ ତେବେ ଦିନେ ନିଶ୍ଚୟ ଜିତିଯିବି। କାରଣ ଜିତୁଥିବା ଲୋକମାନେ କେବେ ହାର ମାନନ୍ତିନି, ଆଉ ହାର ମାନୁଥିବା ଲୋକମାନେ କେବେ ବି ଜିତନ୍ତିନି। ତମ ଜୀବନ ବଦଳାଇବା ପାଇଁ କେହି ବି ଆସିବେନି, ନା କୌଣସି ମୋଟିଭେସନାଲ ସ୍ପିକର, ନା କୌଣସି ବନ୍ଧୁବାନ୍ଧବ, ନା କୌଣସି ସମ୍ପର୍କ, ନା ସ୍ୱୟଂ ଭଗବାନ। ଯଦି କେହି ତୁମର ଜୀବନ ବଦଳାଇ ପାରିବ, ତେବେ ସେ ହେଉଛ କେବଳ ତୁମେ ନିଜେ। ସେଥିପାଇଁ ଉଠ, ଫୋନକୁ ତଳେ ରଖ, ବାହାନା ବନ୍ଦ କର, ଆଉ ନିଜକୁ ଗୋଟେ ପ୍ରଶ୍ନ ପଚାର କି ମୁଁ ସାରା ଜୀବନ ଏଭଳି ବଞ୍ଚିବାକୁ ଚାହୁଁଛି କି? ଯଦି ଉତ୍ତର ନା ହୁଏ, ତେବେ ଆଜିଠାରୁ ବଦଳିବା ଆରମ୍ଭ କର। ଛୋଟ ଛୋଟ ଷ୍ଟେପ୍ ନିଅ, କିନ୍ତୁ ପ୍ରତିଦିନ ନିଅ। ପ୍ରତିଦିନ ନିଜକୁ ଟିକେ ଇମ୍ପ୍ରୁଭ୍ କର। କାରଣ ମନେ ରଖ, ଧୀରେ ଚାଲୁଥିବା ମଣିଷ ମଧ୍ୟ ବହୁତ ଆଗକୁ ଯାଇପାରେ, ଯଦି ସେ ନ ରୁହେ ତେବେ। ଆଉ ସବୁବେଳେ ଗୋଟିଏ କଥା ମନେ ରଖ, ଯେତେବେଳେ ତୁମ ପାଖରେ କିଛି ନଥାଏ, ସେତେବେଳେ ଭଗବାନ ତୁମକୁ ଗୋଟିଏ ଜିନିଷ ଦିଅନ୍ତି, ଭୋକ, କିଛି କରି ଦେଖେଇବାର ଭୋକ।
ମାଙ୍କ ମୁହଁରେ ଖୁସି ଦେଖିବାର ଭୋକ, ବାପାଙ୍କ କଠିନ ପରିଶ୍ରମକୁ ସଫଳ କରିବାର ଭୋକ। ଏହି ଭୋକକୁ ବଞ୍ଚେଇ ରଖ, କାରଣ ଏହି ଭୋକ ଦିନେ ତୁମକୁ ସେଠାକୁ ନେଇଯିବ ଯେଉଁଠି ପହଞ୍ଚିବା ପାଇଁ ଲୋକେ କେବଳ ସ୍ୱପ୍ନ ଦେଖନ୍ତି। ଆଉ ଶେଷରେ କେବଳ ଏତିକି କହିବି, ଚୁପଚାପ ପରିଶ୍ରମ କର, କାରଣ ଯେଉଁମାନେ ଆଜି ତୁମକୁ ଇଗ୍ନୋର କରୁଛନ୍ତି କାଲି ସେହିମାନେ ଗୁଗୁଲରେ ତୁମ ନାଁକୁ ସର୍ଚ୍ଚ କରିବେ। ମନେ ରଖ, ଆଜି ଯନ୍ତ୍ରଣା ଅଛି, କାଲି ଏହା ଶକ୍ତି ହେବ। ଆଜି ସଂଘର୍ଷ ଅଛି, କାଲି ଏହା ସଫଳତା ହେବ। କେବଳ ହାର ମାନନି। ଯଦି ତୁମେ ନିଜର ଜୀବନକୁ ବଦଳାଇବା ପାଇଁ ପ୍ରସ୍ତୁତ ଅଛ, ତେବେ କମେଣ୍ଟରେ ଲେଖ, ହଁ ମୁଁ ପ୍ରସ୍ତୁତ ଅଛି। ତେବେ ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ନିଜ ସ୍ୱପ୍ନ ପାଇଁ ଲଢ଼ୁଥାଅ, ଜଳୁଥାଅ, ଆଉ କେବେ ବି ନିଜ ଉପରୁ ବିଶ୍ୱାସ ହରାଅନି। ଧନ୍ୟବାଦ।